ତାହା ହେଉଛି ଚେତନା। ତହିଁରେ ତହିଁରେ ବର୍ତ୍ତମାନ ଆମର ସଭାପତି ମହୋଦୟ ସାମାନ୍ୟ ପିମ୍ପୁଡ଼ିଟିକୁ ମାରିବାକୁ ଚେଷ୍ଟା କରେ, ତାହା ଜୀବନକୁ ରକ୍ଷା କରିବା ପାଇଁ ସେ ଥରେ ମାତ୍ର ହେଲେ ବିଦ୍ରୋହ କରିବ। ଯେଉଁଠାରେ ସଂଘର୍ଷ ଅଛି, ଯେଉଁଠାରେ ବିପ୍ଳବ ଅଛି, ସେଇଠାରେ ହିଁ ଜୀବନର ସଂକେତ ନିହିତ ଅଛି। ସେଇଠାରେ ଚୈତନ୍ୟର ପ୍ରକାଶ ଘଟିଛି। ସ୍ୱାମୀ ବିବେକାନନ୍ଦ। ଧନ୍ୟବାଦ ସିନୁ ନାୟକ ମ୍ୟାଡାମ। ବର୍ତ୍ତମାନ ଆମର ସଭାପତି ମହୋଦୟ ମ୍ୟାଡାମକୁ ଅନୁରୋଧ କରିବି, ସେ ଆମ ଅତିଥିଙ୍କର ପରିଚୟ ପ୍ରଦାନ କରିବେ। ଧନ୍ୟବାଦ ସାର୍। ଆଜ୍ଞା ସାର୍, ଧନ୍ୟବାଦ ସାର୍। ସର୍ବପ୍ରଥମେ ମୁଁ ମୋର ସମସ୍ତ ଗୁରୁଜନ ମାନଙ୍କୁ ପ୍ରଣାମ ଜଣାଉଛି। ଆଜିର ଆମର ସ୍ୱାମୀ ବିବେକାନନ୍ଦ ଲୋକ ସଂସଦର 48ତମ ଆଲୋଚନା ଚକ୍ରର ପ୍ରସଙ୍ଗ ରହିଛି ଏକବିଂଶ ଶତାବ୍ଦୀରେ ଓଡ଼ିଆ ସଂସ୍କୃତି ଓ ପରମ୍ପରା। ଏବଂ ଆମ ସହିତ ଯେ ଆଜି ଆଲୋଚକ ଭାବେ ଅଛନ୍ତି, ସେ ଆଉ କେହି ନୁହନ୍ତି, ଏଇ କନ୍ଧମାଳର ଜନ୍ମମାଟିର ଜଣେ ଆଇନଜୀବୀ ଶ୍ରୀଯୁକ୍ତ ବିଜୟ କୃଷ୍ଣ ପଟ୍ଟନାୟକ ମହୋଦୟ। ସାର୍, ଆପଣଙ୍କୁ ଆଜିର ଆମର ଏହି କାର୍ଯ୍ୟକ୍ରମକୁ ସ୍ୱାଗତ। ସାର୍ ଜଣେ ନିଆରା ମଣିଷ, ବିଭିନ୍ନ କ୍ଷେତ୍ରରେ ନିଜ ପାଇଁ ସୃଷ୍ଟି କରିଛନ୍ତି ସ୍ୱତନ୍ତ୍ର ପରିଚୟ। କିନ୍ତୁ ସାଧାରଣ ଜୀବନ ଯାପନ ଶୈଳୀ, ଏକାଧାରେ ଜଣେ ପ୍ରତିଷ୍ଠିତ ଆଇନଜୀବୀ, ଟୋଟାରୀ ଠାରୁ ଆରମ୍ଭ କରି ବିଭିନ୍ନ ସାମାଜିକ ସଂଗଠନ ସହ ସମାଜସେବୀରେ ଜଡ଼ିତ ଅଛନ୍ତି। ସାର୍ ଜଣେ ସୁଆଲୋଚକ, ସୁସାହିତ୍ୟିକ, ଶିକ୍ଷା ଓ ବିଜ୍ଞାନ ପ୍ରସାରରେ ନିୟୋଜିତ, ସୁସଂଗଠକ ଏବଂ ନାଟ୍ୟ ନିର୍ଦ୍ଦେଶକ ଅଟନ୍ତି। ସାର୍ ଜଣେ ଆଇନଜୀବୀ ଭାବରେ ସରକାରୀ ଓ ବେସରକାରୀ ଉଭୟ କ୍ଷେତ୍ରରେ କାର୍ଯ୍ୟ କରି ଆସିଛନ୍ତି। ବିଭିନ୍ନ ସମସ୍ୟାକୁ ସମାଜ ଆଗରେ ଉପସ୍ଥାପନ କରିଛନ୍ତି। ସାର୍, ଆମର ଆଜିର ଏହି କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ। ଆସନ୍ତୁ, ଆଜି ସାରଙ୍କ ଠାରୁ ଆଜି ଯୋଉ ପ୍ରସଙ୍ଗ ରହିଛି ଏକବିଂଶ ଶତାବ୍ଦୀରେ ଓଡ଼ିଆ ସଂସ୍କୃତି ଓ ପରମ୍ପରା, ସେ ବିଷୟରେ କିଛି ଶୁଣିବା। ଆସନ୍ତୁ ସାର୍, ଧନ୍ୟବାଦ। ସମସ୍ତଙ୍କୁ ମୋର ନମସ୍କାର। ଆପଣମାନେ ଶୁଣିପାରୁଛନ୍ତି? ଆଜ୍ଞା ସାର୍। ଧନ୍ୟବାଦ ମ୍ୟାଡାମ। ଆଜି ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ତରଫରୁ ମୋତେ ଆମନ୍ତ୍ରଣ କରାଯାଇଥିବାରୁ ମୁଁ ବହୁତ ବହୁତ ଆପଣମାନଙ୍କୁ କୃତଜ୍ଞତା ଜଣାଉଛି। ମୋର ଜୀବନର ମୂଳ ଲକ୍ଷ୍ୟ ବନ୍ଧୁଙ୍କୁ ଖୋଜିବା, ବନ୍ଧୁତ୍ୱ ବଢ଼ାଇବା ଏବଂ ବିଚାରଧାରାକୁ ବାଣ୍ଟିବା। ମୋର ବିଶ୍ୱାସ ଯେ ଆମେ କେହି ବି ଗବେଷକ ଭାବରେ ଶେଷ ସୀମାରେ କେହି ପହଞ୍ଚିନେ, ସମସ୍ତେ ଜୀବନ ସାରା ଗବେଷଣା ଆବଶ୍ୟକ କରିଥାଉ। ତେଣୁ ଏପରି ସ୍ଥିତିରେ ଆମ ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଯେ ଯେକୌଣସି ବିଷୟ ବାଛିଲେ ତା ଉପରେ ଅଧିକ ଆଲୋଚନା କରିବା, ଅନୁଭୂତି ବାଣ୍ଟିବା ଏବଂ ଯାହା ଜ୍ଞାନ ହାସଲ କରିছে ତାର ପ୍ରସାର କରିବା। ଆଜି ଯେଉଁ ଆଲୋଚନା ମୁଁ କରିବାକୁ ଯାଉଛି, କିଛି ଏକ ଅନ୍ୟ କାରଣ ହେତୁ ମୁଁ ବର୍ତ୍ତମାନ ଫେରିଲି କାର୍ଯ୍ୟାଳୟରୁ ଏବଂ ସେଥିପାଇଁ ସାମାନ୍ୟ ବିଳମ୍ବ ବି ହେଇଗଲା। ସେଥିପାଇଁ ଯଦି ଏ କାର୍ଯ୍ୟ ଆରମ୍ଭ କରିବାରେ ବା କାର୍ଯ୍ୟକ୍ରମରେ କିଛି ମୋର ବ୍ୟାଘାତ ସୃଷ୍ଟି ହେଇଥାଏ ମୋ ଯୋଗୁଁ, ସେଥିପାଇଁ ମୁଁ ଦୁଃଖିତ। ଆଜି ଯେଉଁ ବିଷୟ ଆମେ ନେଇଛେ, ଏ ଆଲୋଚନା ଚକ୍ରର ସଭାପତି ମହୋଦୟା ଯଶୋଦା ମ୍ୟାଡାମ ଏବଂ ପ୍ରିୟ ଦୀପକ ବାବୁ ତଥା ରାଜକିଶୋର ବାବୁ, ସମସ୍ତ ଉପସ୍ଥିତ ଶ୍ରୋତା ତଥା ଦର୍ଶକଙ୍କୁ ମୁଁ ହୃଦୟରୁ ପୁଣି ଥରେ ଶୁଭେଚ୍ଛା ଜଣାଉଛି। ଆଜି ଯେଉଁ ବିଷୟ ଆମେ ରଖିଛେ, ଏକବିଂଶ ଶତାବ୍ଦୀରେ ଓଡ଼ିଆ ସଂସ୍କୃତି ଓ ପରମ୍ପରା। କଥା ହେଲା, ଯେତେବେଳେ ପରମ୍ପରା କଥା କୁହାଯାଏ, ସେତେବେଳେ ଆମେ ପୁଣି ଏକବିଂଶ ଶତାବ୍ଦୀରେ କିଛି ଅଲଗା ଆଶା କରୁଛେ କି? ଯେତେବେଳେ ସଂସ୍କୃତି କଥା କୁହାଯାଏ, ସେତେବେଳେ ଯେଉଁ ପିଢ଼ି ପରେ ପିଢ଼ି ଯାହା ପାଳି ଆସିଛେ, ଯେଉଁ ପ୍ରଥା ଭାବରେ ହେଉ ବା ଯାହାକୁ ଆମେ ଏପର୍ଯ୍ୟନ୍ତ ଗ୍ରହଣ କରି ଆସିଛେ ବା ତାକୁ କାର୍ଯ୍ୟକାରୀ କରି ଆସିଛେ, ସେଥିରେ ପୁଣି କ'ଣ ପରିବର୍ତ୍ତନ ଆଶା କରୁଛେ ଯେ ଏକବିଂଶ ଶତାବ୍ଦୀରେ ଆମେ କିଛି ଅଲଗା ଆଶା କରୁଛୁ?
ओडिया संस्कृति और परंपरा कथा कहला बेले स्वाभाविक भाव आम भीतर को आसे ओडिया किए। अनेक भावती जे गोटे निर्दिष्ट भूखंड भितर रही जहाँ को आम ओडिशा कहू सी ओडिया हो गला बा जदि कहीं भावुथांती जे ओडिया भाषा केवल कहले जड़े ओडिया हो गला ना आउ किछि रही। ये एक तात्विक प्रश्न। विशिष्ट आलोचक मनोज दास भाषा रे अबा ललित मानसिंह भरी जड़े विशिष्ट व्यक्ति अबा संजीव होता परी व्यक्तित्व बा आपण जो साहित्यिक मानकर आलोचना देखंतु सबुथिरे गोटे बड़ कथा देखा जाए जे साहित्य को नहीं केवल आमे गोटे सीमा भितर ताको सीमाबद्ध करि परिबा नाही। ओडिया भूखंड कहले आज जो ओडिशा को आमे देखुचे ताठु बाहरे कोटी कोटी ओडिया आज भी अछंती। आपण जदि विदेश को जिबे सेठी मध्ये लक्ष लक्ष ओडिया अछंती जो माने ओडिया भाषा हो तो आज स्पष्ट भाव में कहि पारु नाहंती किंतु सेमानकर ओडिया प्रति प्रीति रही, आग्रह रही, ओडिया संस्कृति प्रति आग्रह रही, ओडिया चलनी प्रति आग्रह रही, ओडिशार परंपरा प्रति सम्मान रही। तेणु एपरि स्थिति रे आमे जतेबेले देखुचे जे ओडिया केवल कहवा कथा को जदि आमे देखु ताहले अनेक अछंती जे माने ओडिया नहले भी बा ओडिया रे कथा न कहले मध्य से माने ओडिशा पय बहुत किछि करिसंती। उदाहरण भाव में आमे जतेबेले कथा पढ़ू आमे कहू खारबेलଙ୍କ कथा। खारबेल जे ओडिया रे कथा होउतिले ताहार कोनसी प्रमाण नाही किंतु कथा होउची सेपरि गौरीशंकर राय हुंतु बा जो मन राधानाथ राय हुंतु अनेकंकर रहितिला जे से माने ओडिया भाषार विकास पई प्रसार पई अनेक अवदान तांकर रहिछि। जेमति मधुसूदन दास जे कि स्वतंत्र ओडिशा गठन रे प्रमुख भूमिका नेइथिले किंतु मधुबाबू निजे बहुत वर्ष बंगला बा पश्चिम बंग रे रहिबा परे ते कथा कथा के तांका पाटिरु बंगला शब्द बाहरी आसुथला किंतु जदि ओडिशा प्रति अवदान कथा कहा जाए मधुबाबू को अवदान कम नुहे। यही परिप्रेक्षी रे आमे जतेबेले संस्कृति एवं परंपरा कथा कहिबा आमे केउ संस्कृति और परंपरा को गुरुत्व देबा। जदि आमे 2000 रु अधिक वर्ष तळको जिबा आमे देखिबा सारला महाभारत कथा जो थे ओडिया निछक ओडिया संस्कृतिर झलक देखा मिले। जदि आपण ता पूर्व को जिबे बा सही समय को जिबे सेथिरे आपण देखिबे बलराम दास कथा हो बा आपण जगन्नाथ दास भागवत कथा हो ए सबुरे मध्य आमे देखिबा निछक ओडिया भाषा साहित्यर कथा आसीछि। ओडिया संस्कृति सहित सा अंगांगी भावे जड़ित अछि। से दिन भागवत टुंगी आज हुए तो हजी हजी जाउछि किंतु भागवत जे प्रति ओडियार प्राण ताहा निश्चित भाव आमे स्वीकार करिबा। सेमिति जदि आमे देखिबा जे ओडिया पर्व पर्वाणी बा परंपरा को जदि देखिबा आज खुदुरीकोणी ओषा जहा कि आमर अतीतर वाणिज्य संगरे संपृक्त थिला बा तार संपर्क रहिथिला ताको आज आमे देखुचे कमी कमी आसुछि। सुदशा व्रत ओडिया संस्कृतिर अनन्य गोटे परंपरा किंतु आपण देखिबे सारा देश रे आ कोउठी सुदशा व्रत देखिबेनी। आपण कड़ुआ चौथ देखिबे अन्य अन्य किछि कार्य पर्व पर्वाणी देखिबे किंतु सुदशा व्रत स्वतंत्र। एमिति लक्ष्मी पुराण बा लक्ष्मी पूजा जहाँ मानस माने मार्गशीर मास गुरुवार बा माणबसा गुरुवार आमे कहू ये सब हूँ आमर अनन्य संस्कृति और परंपरार झलक। तेबे से सबु भितर आमे जदि आगो को देखिबा ताहले देखिबा ओडिशार स्वतंत्रता हेउछि ओडिशा कोनसी निर्दिष्ट सीमा भितर बांधी ही रहिथवा संस्कृति नुह। जगन्नाथ संस्कृति को आमे कहि पारु जदि आमे वैदिक संस्कृति आरंभ करिबा ताहले आमे देखिबा वैदिक संस्कृति निश्चित भाव आमर सबुठु पुरातन संस्कृति आमे कहि पारु किंतु वैदिक संस्कृति सर्वव्याप्त सारा देश को जदि आमे देखिबा बा गोटे धार्मिक दृष्टि देखिले अनेक ताको ग्रहण करती किंतु ताको जदि आमे ओडिशार सीमा भितर को आनिबा ओडिया भाषार विकास कथा देखिबा ओडिया भाषा विशेष पुराना नुह। आमे जदि पूरापूरी ऐतिहासिक दृष्टिकोण देखिबा आज आम शास्त्रीय मान्यता पाइछि बोली आमे खुशी हेइ पारु किंतु ओडिया भाषा को लेकिन जदि देखिबा कुना त्रिपाठी जो आलोचना हेछि ए भाषा सबुठी गोटे प्रकार व्यवहार हुए ना किंतु यार स्वतंत्रता एथिपाई यह शास्त्रीय मान्यता एथिपाई पाइला जे यार पुरातनता एवं यार सारला महाभारत हेउ बा ताठू आगरु मध्य तार व्यवहार विषय झलक मिली। जगन्नाथ संस्कृति को जदि आमे देखिबा जगन्नाथ संस्कृति समस्त द्वारा गृहीत संस्कृति। आपण देखंतु जैन माने मध्य जगन्नाथ संस्कृति को सम्मान देइछन्ति
ବୁଦ୍ଧ ବୌଦ୍ଧ ମାନେ ବୌଦ୍ଧିକ ବା ବୌଦ୍ଧ ଧର୍ମରେ ଯେଉଁମାନେ ବିଶ୍ୱାସ ରଖନ୍ତି ସେମାନେ ମଧ୍ୟ ପ୍ରଭୁ ଜଗନ୍ନାଥଙ୍କୁ ନିଜର ସମ୍ମାନ ପ୍ରଦାନ କରି ଆସିଛନ୍ତି। ଯଦି ଆମେ ଦେଖିବା ଶିଖମାନଙ୍କୁ, ଶିଖ ମାନେ ମଧ୍ୟ ଜଗନ୍ନାଥ ସଂସ୍କୃତିକୁ ସମ୍ମାନ ଦେଇ ଆସିଛନ୍ତି ଏବଂ ସେମିତି ଦେଖିବାକୁ ଗଲେ ଅନେକ ଧର୍ମ ଜଗନ୍ନାଥ ସଂସ୍କୃତିକୁ ଗୁରୁତ୍ୱ ଦେଇଛନ୍ତି। ଏହି ସଂସ୍କୃତି ବା ଏହି ଧର୍ମ ଏତେ ଆଗ୍ରହ ଲାଭ କରିଛି, ଏତେ ସମ୍ମାନ ଲାଭ କରିଛି ଯେ ମୁସଲମାନ ବି ଏହାକୁ ସମ୍ମାନ ଦେଇଛନ୍ତି। ସାଲବେଗଙ୍କ କଥା ନିଆଯାଇପାରେ ବା ଅନେକ ଧର୍ମାବଲମ୍ବୀ ଜଗନ୍ନାଥଙ୍କୁ ପ୍ରକୃତରେ ଜଗତର ନାଥ ଜଗନ୍ନାଥ ବୋଲି ଗ୍ରହଣ କରିଛନ୍ତି। ସେହି ହିସାବରେ ଯଦି ଦେଖିବା ତାହେଲେ ଓଡ଼ିଆ ସଂସ୍କୃତିର ସବୁଠୁ ବୈଭବମୟ ଦିଗ ହେଉଛି ବସୁଧୈବ କୁଟୁମ୍ବକମ୍। ଶ୍ରୀ ଜଗନ୍ନାଥ ହେଉଛନ୍ତି ସାରା ବିଶ୍ୱର ନାଥ ବା ଜଗନ୍ନାଥ କୁହାଯାଏ, ଜଗତର ନାଥ କୁହାଯାଏ। ସେହି ହିସାବରେ ଦେଖିଲେ ଆମେ ସାରା ବିଶ୍ୱକୁ ଏକ କୁଟୁମ୍ବ ଭାବରେ ନେଇଛେ। ବିଶ୍ୱ ଏକ କୁଟୁମ୍ବର ବାର୍ତ୍ତା ଓଡ଼ିଆମାନେ ସବୁବେଳେ ଦେଇ ଆସିଛନ୍ତି। ତେଣୁ ସବୁ ସଂସ୍କୃତିକୁ ଆମେ ଆଦରରେ ଗ୍ରହଣ କରିଛେ। ଆମ ପାଖରେ ଆଜି ଭାଗବତ ଟୁଙ୍ଗି ହଜି ଯାଉଛି, କିନ୍ତୁ ସେ ସମୟରେ ରାମଚରିତ ମାନସ ବଢି ଚାଲିଛି, ହନୁମାନ ଚାଳିଶାର ପ୍ରସାର ବଢି ଚାଲିଛି। ତା ଅର୍ଥ କ'ଣ ଆମେ ସେମାନଙ୍କୁ ଗୁରୁତ୍ୱ ଦେଇନେ? ଆମେ ସେହି ସଂସ୍କୃତିକୁ ମଧ୍ୟ ଆପଣେଇଛେ। କିନ୍ତୁ ସେ ସମୟରେ ଆମକୁ ଭାବିବା ଦରକାର ପଡୁଛି ଯେ ସତରେ ଭାଗବତ ଟୁଙ୍ଗି ପରମ୍ପରା ହଜିବା ଦ୍ୱାରା ଆମର ଉନ୍ନତି ହେଇଛି ନା ଅବନତି ହେଇଛି, ନୈତିକ ଅବକ୍ଷୟ ହେଇଛି ନା ଉନ୍ନତି ହେଇଛି। ଆଜି ବିଭିନ୍ନ ସଂସ୍କୃତିକୁ ଆମେ ଆପଣେଇଛେ, ଯେମିତି ଶୈବ ସଂସ୍କୃତିର ଆଉ ଏକ ଦିଗ ଯାହା ଶ୍ରାବଣ ମାସରେ ଆମେ ପାଳନ କରୁଛେ ବୋଲବମ୍, ତାହାକୁ ଆମେ ଆପଣେଇଛୁ। ଆଜି ବହୁତ ଜାଗାରେ ଆପଣ ଦେଖିବେ ଆମର ବୋଲବମ୍ ପରମ୍ପରା ଖୁବ ସୁନ୍ଦର ଭାବରେ ମାଡ଼ି ଚାଲିଛି। କିନ୍ତୁ ସେହି ସମୟରେ ଆମେ ଦେଖୁଛେ ଯେ ଆମର ଯାହା ପୁରାତନ ସଂସ୍କୃତି ବା ପରମ୍ପରା ହିସାବରେ ଦେଖିଲେ ଭାଗବତ ଟୁଙ୍ଗି ହଜିବା ଆମ ପାଇଁ ନିଶ୍ଚିତ ଭାବେ ଏକ ପ୍ରଶ୍ନ ସୃଷ୍ଟି କରୁଛି। ଆମେ ସମସ୍ତଙ୍କୁ ଗ୍ରହଣ କରିବା, ସବୁ ପରମ୍ପରାକୁ ସମ୍ମାନ ଦେବା, ଏ ହେଉଛି ଓଡ଼ିଆ ସଂସ୍କୃତିର ସବୁଠୁ ବୈଭବମୟ ଦିଗ। ଆଉ ଏଇ ଦିଗରୁ ଆମେ ଯେତେବେଳେ ଦେଖିବା, ସେତେବେଳେ ଆମେ ଗୋଟିଏ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଦିଗ ଦେଖିବା ଯେ ଓଡ଼ିଆ ସଂସ୍କୃତିରେ ଅନେକ ପରମ୍ପରା ଥିଲା ବା ରହି ଆସିଛି, ଯାହାକି ଧୀରେ ଧୀରେ ହଜି ଯାଉଛି। ଏମିତିରେ ଯଦି ଓଡ଼ିଆଙ୍କ କଥା କହିବା, ଓଡ଼ିଶାରେ 62 ପ୍ରକାର 30 ରୁ 40 ବ୍ୟବହାର କରନ୍ତି। କିନ୍ତୁ ସେମାନେ ଯୋଉ ଭାଷା ବ୍ୟବହାର କରନ୍ତି ସେଥିରେ ମନେକର ଆମେ କହିବା କନ୍ଧମାଳ କଥା, କନ୍ଧମାଳରେ କୁଇ ଏକ ବହୁଳ ବ୍ୟବହୃତ ଭାଷା ଆଦିବାସୀଙ୍କ ଦ୍ୱାରା। କିନ୍ତୁ ଆପଣ ଯଦି ଦେଶୀୟ ଭାଷାକୁ ଦେଖିବେ, କୁଇ ଭାଷା ସାଙ୍ଗରେ ଅନେକ ଓଡ଼ିଆ ଶବ୍ଦ ମଧ୍ୟ ସେଥିରେ ବ୍ୟବହାର ହୁଏ। ଆପଣ ହାଟକୁ ଯିବେ, ସେଥିରେ ଦେଖିବେ ଅନେକ ଶବ୍ଦ ଓଡ଼ିଆ ଭାଷାର ସେଥିରେ ପ୍ରବେଶ କରିଛି। ବା ଆପଣ କୋରାପୁଟ ଭାଷାକୁ ଦେଖିବେ, ଚଳଣିକୁ ଦେଖିବେ, ଧୀରେ ଧୀରେ ଓଡ଼ିଆ ସଂସ୍କୃତିର ଅନେକ ପର୍ବପର୍ବାଣୀ ସେ ଭିତରେ ପ୍ରବେଶ କରିଛି ଏବଂ ତାହାକୁ ସମସ୍ତେ ଆଦରରେ ଗ୍ରହଣ କରିଛନ୍ତି। ତାର ଅର୍ଥ ହେଉଛି ଯେ ଓଡ଼ିଶା କହିଲେ ଆମେ ନିର୍ଦ୍ଦିଷ୍ଟ ଭାବେ କେବଳ ଓଡ଼ିଆ କହୁଥିବା ଲୋକଙ୍କୁ ଆମେ ଦେଖିବା ନାହିଁ। ଓଡ଼ିଶାରେ ଯେଉଁମାନେ ରହିଛନ୍ତି, ଯେଉଁମାନେ ଏହି ଭାଷାକୁ ଅଳ୍ପ ବହୁତ ବ୍ୟବହାର କରୁଛନ୍ତି, ଆମ ସଂସ୍କୃତିକୁ ବ୍ୟବହାର କରିଛନ୍ତି, ଆମ ଚଳଣି ସାଙ୍ଗରେ ନିଜକୁ ଯୋଡ଼ିଛନ୍ତି, ତାହା ନିଶ୍ଚିତ ଭାବେ ଅନେକଙ୍କୁ ଉତ୍ସାହିତ କରିବ ଏବଂ ଆମକୁ ପ୍ରୋତ୍ସାହିତ କରିବ ଯେ ଏହି ସଂସ୍କୃତି ଆଉ ପରମ୍ପରାକୁ କେମିତି ବଜାୟ ରଖିବା। ଆମ ପରମ୍ପରାରେ ଆଗରୁ ରହିଆସିଛି କେତେକ ଜାଗାରେ, କେତେକ ସଂସ୍କୃତିରେ ଯେ ବଳି ପ୍ରଥା ମଧ୍ୟ ରହିଛି, ତାହାକୁ ଅନେକ ସମୟରେ ନାପସନ୍ଦ କରା ବି ଯାଇଛି। କିନ୍ତୁ ସୁପ୍ରିମକୋର୍ଟ ଯେତେବେଳେ ଆଇନତଃ ତାକୁ କହିଲେ ଯେ ବାଧ୍ୟବାଧକତାରେ ଏହାକୁ ବନ୍ଦ କର ନାହିଁ, ଲୋକଙ୍କୁ ବୁଝାଇ ସେଇ ଭାବର ସମ୍ମାନ ଦେଇ ଭାବକୁ ତାଙ୍କ ମଧ୍ୟରେ ସମ୍ମାନର ସହ ବୁଝେଇବାକୁ ଚେଷ୍ଟା କରି এই ବଳି ପ୍ରଥାକୁ ବନ୍ଦ କରିବାର ଚେଷ୍ଟା ହେଉ। ତାହାର ଅର୍ଥ ଆମେ ଆଦୌ ବଳି ପ୍ରଥାକୁ ସମର୍ଥନ ଦଉନାହିଁ, କିନ୍ତୁ କାହିଁକି ସେପରି କୁହାଗଲା ନା ତା ସାଙ୍ଗରେ ପରମ୍ପରା ଜଡ଼ିତ ରହିଛି, ସଂସ୍କୃତି ଜଡ଼ିତ ରହିଛି। ସେଇ ସଂସ୍କୃତି ଓ ପରମ୍ପରାରେ ଯୋଉ ପରିବର୍ତ୍ତନ ଆବଶ୍ୟକ ତାକୁ ଆମେ ଦେଖିବା ଦରକାର। ଯେମିତି ଏଠି ସ୍ଥାନୀୟ ପରମ୍ପରାରେ ରହିଥିଲା ଗୋଟିଏ ପୁରୁଣା ପରମ୍ପରା ଝିକା କନ୍ୟା ବା ସେ ପ୍ରକାର କିଛି ପରମ୍ପରା ରହିଥିଲା, ଯେ ଯାହାକୁ ପସନ୍ଦ କରୁଥିଲା ତାକୁ ନେବାର ଗୋଟେ ପରମ୍ପରା ରହିଥିଲା। କିନ୍ତୁ ଆଇନତଃ ଯେତେବେଳେ ତାକୁ ଅପରାଧ ଜଣାଗଲା, ଧୀରେ ଧୀରେ ସେ ପରମ୍ପରାକୁ ହଟାଇବା ପାଇଁ ସ୍ଥାନୀୟ ଆଦିବାସୀମାନେ ଚେଷ୍ଟା କଲେ, ଅନ୍ୟମାନେ ଆଇନତଃ ତାଙ୍କୁ ସଚେତନ କରିବାର ଚେଷ୍ଟା କଲେ। ତେଣୁ ସେ ସଂସ୍କୃତି ଭିତରେ ସେଠାରେ ପରିବର୍ତ୍ତନ ଆସିଲା। ଧୀରେ ଧୀରେ ଶାସନର ବ୍ୟବସ୍ଥାକୁ ନେଇ ସଂସ୍କୃତିରେ ମଧ୍ୟ ପରିବର୍ତ୍ତନ ଆସିବା ଆବଶ୍ୟକ ପଡ଼ିଛି। ଆପଣ ସଂସ୍କୃତିକୁ ଦେଖିବେ, ଦିନ ଥିଲା ମହିଳାମାନଙ୍କୁ ସମ୍ପତ୍ତିର ଅଧିକାର କଥା ନଥିଲା, କିନ୍ତୁ ଆଇନତଃ ତାକୁ କାର୍ଯ୍ୟକାରୀ କରାଯିବା ପରେ ବର୍ତ୍ତମାନ ଆମେ ହିନ୍ଦୁ ସଂସ୍କୃତିରେ ଏଇଥିରେ ମହିଳାମାନଙ୍କୁ ସମ୍ପତ୍ତିଗତ ଅଧିକାର ଦିଆଗଲା। ତେଣୁ ଭୂଖଣ୍ଡର ଆଇନକୁ ନେଇ
ଆମର ଐତିହାସିକ ମାନଙ୍କର ଯୋଉ ଯାହା ଆମେ ଆଗରୁ ଆଲୋଚନା କରିଛେ ଇତିହାସ ଓ ଭୂଗୋଳର ସ୍ଥିତିକୁ ନେଇ ଯଦିଓ କିଛି ସଂସ୍କୃତି ରହିଥିଲା କିନ୍ତୁ ସେଥିରେ ଆବଶ୍ୟକତା ଅନୁସାରେ ପରିବର୍ତ୍ତନ ଅଣାଯାଇଛି ଏବଂ ସେଇ ପରିବର୍ତ୍ତନ ସମ୍ପର୍କରେ ସଚେତନ କରାଇବା ହେଉଛି ଆମର ସବୁଠୁ ବଡ଼ ଦାୟିତ୍ୱ। ଆମେ ଆଉ ଗୋଟିଏ ଦିଗରୁ ଯଦି ଲକ୍ଷ୍ୟ କରିବା ଆମେ ଦେଖିବା ଓଡ଼ିଆ ସଂସ୍କୃତିରେ ଗୋଟିଏ ବଡ଼ ଦିଗ ହେଉଛି ଆମେ କହୁ ଜଗନ୍ନାଥ ସଂସ୍କୃତି। ଜଗନ୍ନାଥ ସଂସ୍କୃତିରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଯେ ସମସ୍ତଙ୍କୁ ଆଦର କରିବା, ସମସ୍ତଙ୍କୁ ଗ୍ରହଣ କରିବା। ଆପଣ ଦେଖିବେ ପ୍ରଭୁ ଶ୍ରୀ ଜଗନ୍ନାଥ ନିଜେ ରଥାରୂଢ଼ ହେଇ ସମସ୍ତଙ୍କୁ ଦର୍ଶନ କରିବା ପାଇଁ ଆଗକୁ ଆସନ୍ତି। ତାର ଅର୍ଥ ହେଉଛି ସାରା ବିଶ୍ୱବାସୀଙ୍କ ପାଇଁ ସେ ଆଦୃତ ହୁଅନ୍ତି। ତାଙ୍କ ପାଇଁ କୌଣସି ସୀମା ସରହଦ ରହେ ନାହିଁ। ସେ ସମୟରେ ସମସ୍ତ ଭକ୍ତ ତାଙ୍କୁ ଦର୍ଶନ କରିପାରନ୍ତି, ତାଙ୍କର ସଂସ୍କୃତି ସହିତ ଓତପ୍ରୋତ ଭାବେ ଜଡ଼ିତ ହୋଇପାରନ୍ତି। ତେଣୁ ଏହି ଜଗନ୍ନାଥ ସଂସ୍କୃତି ଆମକୁ ସୂଚେଇ ଦିଏ ଯେ ଆମେ ସାରା ବିଶ୍ୱକୁ ଆପଣେଇବାର ଗୋଟେ ପ୍ରଚେଷ୍ଟା କରିଛେ। ଯଦି ଦେଖିବା ନୀଳକନ୍ଦରରେ ପ୍ରଭୁ ଶ୍ରୀ ଜଗନ୍ନାଥ ଥିଲେ, ତାଙ୍କରି ଲୀଳାରୁ ହିଁ ସେ ଶ୍ରୀଧାମକୁ ଶ୍ରୀକ୍ଷେତ୍ରକୁ ଆସିଲେ ଏବଂ ସେ ହିଁ ପୁଣି ନିଜ ଇଚ୍ଛାରେ ଆଗକୁ ବା ବାହାରକୁ ଆସିବାର ଗୋଟେ ପରମ୍ପରା ସୃଷ୍ଟି କଲେ। ତେଣୁ ଭାରତୀୟ ସଂସ୍କୃତି ବା ଓଡ଼ିଆ ସଂସ୍କୃତି ବା ଓଡ଼ିଆ ପରମ୍ପରାକୁ ଯଦି ଆମେ ଦେଖିବା ଏଠି ଆମ ପାଇଁ ଅନେକ ସୀମା ସରହଦର କିଛି କଟକଣା ନାହିଁ। ଆମେ ଦେଖିବା ପ୍ରକୃତି ପୂଜାରେ ଓଡ଼ିଆ ସବୁଠୁ ଆଗରେ। ତାର ଜ୍ୱଳନ୍ତ ଉଦାହରଣ ହେଉଛି ରଜ ପର୍ବ। ରଜ ପର୍ବରେ ଆମେ କେତେ ସୁନ୍ଦର ଭାବରେ ପ୍ରକୃତିକୁ ସମ୍ମାନ ଦେଇଛେ, ବୋଧେ ବିଶ୍ୱରେ ଏତେ ସୁନ୍ଦର ପର୍ବ କୋଉଠି ନାହିଁ। ଆପଣ ଯଦି ପଶ୍ଚିମ ଓଡ଼ିଶାକୁ ଯିବେ, ଭାଇ ଜିଉଁତିଆ ଆଉ ପୁଅ ଜିଉଁତିଆ ଏସବୁ ଯୋଉ ପାଳନ କରାଯାଏ ତା ଚମତ୍କାର ସନ୍ଦେଶ ଦିଏ। କିନ୍ତୁ ଆମେ ଦେଖୁଛୁ ଯେ ଧୀରେ ଧୀରେ ସେ ପରମ୍ପରା ଗୁଡାକୁ ସାରା ଓଡ଼ିଶାବାସୀ ଗ୍ରହଣ କରିନାହାନ୍ତି। ତାହା ନିର୍ଦ୍ଦିଷ୍ଟ ଭୂଖଣ୍ଡ ଭିତରେ ସୀମାବଦ୍ଧ ରହିଛି। ଆମେ ଯଦିଓ ଅନେକ ଉତ୍ତର ଭାରତର ପର୍ବକୁ ଆମେ ଗ୍ରହଣ କରି ସାରିଛେ, ଦକ୍ଷିଣ ଭାରତର ପର୍ବକୁ ଆମେ ଗ୍ରହଣ କରିପାରିଛେ, କିନ୍ତୁ ଆମେ ସେଇ ସମୟରେ ଆମର କିଏ କିଛି କହୁଛନ୍ତି କି? ମୋର ସମୟ ସୀମା ହେଇଗଲା କି? କିଛି କିଏ କହୁଛନ୍ତି କି? ନା ସାର୍, ସାର୍ ଆପଣ କୁହନ୍ତୁ ସାର୍। ସାର୍ ତେଣୁ ଆପଣଙ୍କ ପାଇଁ ଆମର ପୁରା ଟାଇମ୍ 750 ପର୍ଯ୍ୟନ୍ତ ଆପଣ କହିପାରିବେ। ଆଚ୍ଛା ଠିକ ଅଛି, ଧନ୍ୟବାଦ। ମୁଁ ଭାବିଲି ଆପଣଙ୍କ ଭିତରେ କଣ କଥା ହେଲେ ତ ମୁଁ ଭାବିଲି କାଳେ ମତେ ବନ୍ଦ କରିବା ପାଇଁ କୁହାଗଲା କି? ଠିକ ଅଛି, ଧନ୍ୟବାଦ। ତେଣୁ ଆମେ ଯେତେବେଳେ ପରମ୍ପରା କଥା କହୁଛେ, ଆପଣ ଦେଖନ୍ତୁ ଅନେକ ପରମ୍ପରା ଉତ୍ତର ଭାରତରୁ ଓଡ଼ିଶାକୁ ଆସିଛି, ଅନେକ ପରମ୍ପରା ଦକ୍ଷିଣ ଭାରତରୁ ବି ଓଡ଼ିଶାକୁ ଆସିଛି। ଆମେ ସସମ୍ମାନେ ସବୁ ପରମ୍ପରାକୁ ଗ୍ରହଣ କରିଛେ। ପରମ୍ପରାକୁ ଆମେ କେବେ ଅସମ୍ମାନ କରିନାହିଁ, କିନ୍ତୁ ଏଥିରେ ଆମକୁ ବୁଝିବା ଦରକାର ଯାହା ଆମର ପୁରୁଣା ପରମ୍ପରା ରହିଥିଲା, ପୁରୁଣା ସଂସ୍କୃତି ଭାବରେ ଆମେ ଯାହାକୁ ଗ୍ରହଣ କରିଛେ, ତାକୁ ଛୋଟ କାହାଣୀ, ସେଥିରେ ଏଇ କାହାଣୀଟି ଅନେକ ଥର ଆଲୋଚିତ ହେଇଛି, ଆପଣଙ୍କ ଭିତରୁ ଅନେକ ଜାଣିଥାଇ ପାରନ୍ତି, ତଥାପି ମୁଁ ତାକୁ ଏଠି ଉପସ୍ଥାପନ କରିବା ଉଚିତ ମନେ କରୁଛି। କାହାଣୀଟି ହେଉଛି ଏମିତି, ଶ୍ରୀକୃଷ୍ଣ ଯେତେବେଳେ ମହାଭାରତ ଯୁଦ୍ଧ ପରେ ରାଜକାର୍ଯ୍ୟରେ ମନୋନିବେଶ କରିଥିଲେ, ଏକ ସୁନ୍ଦର ଶାସନର ବ୍ୟବସ୍ଥା ପ୍ରଣୟନ କରିଥିଲେ, ସେତିକି ବେଳେ ହଠାତ୍ ଦିନେ ଗୋଟେ ଛୋଟ ଶିଶୁ ଆସି ଅଭିଯୋଗ କଲା ଯେ ଆଉ ଜଣେ ଶିଶୁ ମତେ ଆକ୍ରମଣ କରିଛି, ମତେ ଆଘାତ ଦେଇଛି କହି ସେ ତାର ଗାଲକୁ ଦେଖାଇଲା, ଯୋଉଠି ତାକୁ ଆଘାତ କରିଥିବାର ଚିହ୍ନ ଥିଲା। ସ୍ୱୟଂ ଶ୍ରୀକୃଷ୍ଣ, ଯିଏକି ମହାଭାରତ ଯୁଦ୍ଧ ଭଳି ଯୁଦ୍ଧର ହଠାତ୍ ନିଜ ଆସନରୁ ଉଠିଲେ, କହିଲେ ଚାଲ ସେ କିଏ ତମକୁ ଏମିତି ଦଣ୍ଡ ଦେଇଛି, ମୁଁ ତା ପ୍ରତି ଉଚିତ ଦଣ୍ଡ ବିଧାନ କରିବି। ଶ୍ରୀକୃଷ୍ଣ ରଥକୁ ଅପେକ୍ଷା କଲେନି, ସେ ସିଧା ନିଜର ସିଂହାସନ ଛାଡ଼ି ଆଗକୁ ବଢିଲେ। ତାଙ୍କ ପଛରେ ସେନାପତି, ସୈନ୍ୟ ସମସ୍ତେ ଆଗକୁ ବଢୁଥାନ୍ତି, ଛୁଆଟି ମଧ୍ୟ ସାଙ୍ଗରେ ଚାଲିଥାଏ। ସେ ଯାଇ ନଅର ବାହାରେ ଗୋଟେ ପରିତ୍ୟକ୍ତ ଘର ଆଗରେ ଠିଆ ହେଲା, ଯୋଉ ପାଖରେ ଗୋଟେ ଶିବ ମନ୍ଦିର। ସେଇ ଶିବ ମନ୍ଦିର ପାଖ ଘରେ ଜଣେ ବୃଦ୍ଧ ରହୁଥାନ୍ତି, ଯେ ତାଙ୍କର ଦୃଷ୍ଟି ଶକ୍ତି ହରାଇଥାନ୍ତି ଏବଂ ତାଙ୍କର ନାତି ସେଇ ଘରେ ରହୁଥାଏ। ସେଇ ନାତିଟି ସେଦିନ ସେଇ ଶିଶୁଟିକୁ ଆଘାତ କରିଥାଏ। ତେଣୁ ଯେତେବେଳେ ଶ୍ରୀକୃଷ୍ଣ ଚାହେଁ ସେ ଏଠାକୁ ଆସନ୍ତୁ, ସେ ସମୟରେ ଅଭିଭାବକଙ୍କ ପାଖରେ ଖବର ପହଞ୍ଚିଥାଏ ଯେ ତମର ନାତି ଆଜି ଆଘାତ କରିଥିବାରୁ ସ୍ୱୟଂ ମହାରାଜ ନିଜେ ଆସୁଛନ୍ତି ତମକୁ ଦଣ୍ଡ ଦେବା ପାଇଁ। ସେ ଅଭିଭାବକ ବାହାରକୁ ବାହାରି ଆସିଲେ। ସେ ଦୃଷ୍ଟି ଶକ୍ତି ନଥାଏ ତାଙ୍କର, ଦେଖିପାରୁନଥାନ୍ତି, କିନ୍ତୁ ବାହାରକୁ ଆସି ସେ କୃଷ୍ଣଙ୍କୁ ଚାହିଁ କହିଲେ,
ଭଗବାନ କହିଲେ ହେ ପ୍ରଭୁ ଆପଣ ଆଜି ଆସିଛନ୍ତି, ଆପଣ ଦର୍ଶନ ଦେଇଛନ୍ତି, ଏହା ମୋର ପରମ ସୌଭାଗ୍ୟ। କୃଷ୍ଣ ତାଙ୍କୁ ଚାହିଁ ରହିଥାନ୍ତି ଏବଂ ସେଇ ବୃଦ୍ଧ ବ୍ୟକ୍ତି କୃଷ୍ଣଙ୍କୁ ଚାହିଁ ରହିଥାନ୍ତି। ଏ ହେଉଛି ଏକ ଅପୂର୍ବ ଦୃଷ୍ଟାନ୍ତ, ଅପୂର୍ବ ସେମାନଙ୍କର ଭେଟ। ପରରେ ଯୋଉ କାହାଣୀ ରହିଛି ବା ପଛରେ ଯୋଉ କାହାଣୀ ରହିଛି, ସେହି ଅନ୍ଧ ବ୍ୟକ୍ତି ହେଉଛନ୍ତି କୃଷ୍ଣଙ୍କର ଜଣେ ପରମ ଭକ୍ତ। ସେ ଜାଣିଥିଲେ ଦିନେ ନା ଦିନେ ଶିବଙ୍କୁ ଦର୍ଶନ ପାଇଁ ଯଦି କୃଷ୍ଣ ଏ ପାଖକୁ ଆସିବେ, ମୁଁ ତାଙ୍କର ସାନ୍ନିଧ୍ୟ ପାଇବାର ସୁଯୋଗ ପାଇବି। ଏବଂ ସେଇ ସୁଯୋଗରେ ଯେତେବେଳେ କୃଷ୍ଣ ଆସିଛନ୍ତି, ସେଇ ଅନ୍ଧ ବ୍ୟକ୍ତି ତାଙ୍କର ଦୃଷ୍ଟି ଶକ୍ତି ଫେରି ପାଇଛନ୍ତି କୃଷ୍ଣଙ୍କ ଦର୍ଶନ ପାଇଁ। ତେଣୁ ନାତି ଏଇଠି ମାତ୍ର ଗୋଟେ ମାଧ୍ୟମ ବା ଘଟଣାଟି ଗୋଟେ ମାଧ୍ୟମ, କିନ୍ତୁ ଜଣେ ଭକ୍ତକୁ ଭେଟିବା ପାଇଁ ସ୍ୱୟଂ ଭଗବାନ କେତେ ଦୂରକୁ ଆସିପାରନ୍ତି। ଏବଂ ତାରି ମାଧ୍ୟମରେ ଆମ ସଂସ୍କୃତି, ଆମ ପରମ୍ପରାରେ ଅନେକ କାହାଣୀ ରହିଛି ଯୋଉଠି ଭଗବାନ ସ୍ୱୟଂ ଭକ୍ତକୁ ଭେଟିବା ପାଇଁ ଆସନ୍ତି, ଭକ୍ତ ହାତରୁ ଭୋଗ ନିଅନ୍ତି। ଏବଂ ଏଇ ପରମ୍ପରାରେ ଆମେ ଦେଖିବାକୁ ଗଲେ ଆମେ ଜାତିବାଦକୁ ଗୁରୁତ୍ୱ ଦେଇନାହିଁ କେବେ। ଓଡ଼ିଆ ସଂସ୍କୃତିରେ ଯଦିଓ ରହି ଆସିଛି ସେଇ ଜାତି ପ୍ରଥା, କିନ୍ତୁ ଏଥିରେ ଆମେ କର୍ମକୁ ଗୁରୁତ୍ୱ ଦେଇଛେ। ଏବଂ ସେଇ କାରଣରୁ ଆମର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଯେ ଓଡ଼ିଆ ଜାତି ବୋଲି କୁହାଯାଏ। ଓଡ଼ିଆ ଜାତି ସବୁବେଳେ ଗୁରୁତ୍ୱ ଦେଇ ଆସିଛି ଓଡ଼ିଶାର ବିକାଶ ପାଇଁ, ପ୍ରସାର ପାଇଁ। ତେଣୁ ମଧୁସୂଦନ ମଧ୍ୟ ସ୍ୱୟଂ ଜଗନ୍ନାଥଙ୍କ ମନ୍ଦିରକୁ ନେଇ ଯେତେବେଳେ ବିବାଦ ହେଲା, ନାବାଳକ ରାଜାଙ୍କୁ ନେଇ ଯେତେବେଳେ ବିବାଦ ସୃଷ୍ଟି ହେଲା, ସେ ଖ୍ରୀଷ୍ଟିଆନ ହେଲେ ମଧ୍ୟ ଲଢ଼ି ଏ ଜାତିର ମହତ ରଖିଥିଲେ। ଏଠି ସବୁଠୁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଆମେ ଚାରି ଧାମ ଭିତରେ ଜଗନ୍ନାଥ ଧାମକୁ ନେଇଛେ, ଯାହାକି ଶଙ୍କରାଚାର୍ଯ୍ୟ ନିଜେ ସ୍ୱୀକାର କରିଥିଲେ। ଏବଂ ଯେତେବେଳେ ଦକ୍ଷିଣରୁ ଜଣେ ଗଣେଶଙ୍କ ଭକ୍ତ ଆସିଥିଲେ, ସେ ଗଣେଶ ଶ୍ରୀ ଜଗନ୍ନାଥଙ୍କ ଭିତରେ ଗଣେଶଙ୍କୁ ଦର୍ଶନ କରିଛନ୍ତି। ଯେତେବେଳେ ରାମଚରିତ ମାନସର ସ୍ରଷ୍ଟା ସ୍ୱୟଂ ତୁଳସୀ ଦାସ ଆସିଛନ୍ତି, ସେ ଜଗନ୍ନାଥଙ୍କ ଭିତରେ ସ୍ୱୟଂ ରାମଚନ୍ଦ୍ରଙ୍କୁ ଦର୍ଶନ କରିଛନ୍ତି। ତେଣୁ ଏଠି କହିବାର କଥା, ଯେତେବେଳେ ଯେଉଁମାନେ ଆସିଛନ୍ତି ଏହି ଧାମକୁ, ଏହି ପବିତ୍ର ଓଡ଼ିଶା ଭୂମିକୁ, ସେତେବେଳେ ସମସ୍ତେ ଗୋଟିଏ କଥାକୁ ଗୁରୁତ୍ୱ ଦେଇଛନ୍ତି ଯେ ଏହି ମାଟିରେ ସବୁ ଧର୍ମର ସମ୍ମାନ ରହିଛି, ସବୁ ଦେବତାଙ୍କର ସମ୍ମାନ ରହିଛି, ସବୁ ଦେବତାଙ୍କର ସମନ୍ୱୟ ଘଟିଛି। ତେଣୁ ଓଡ଼ିଆ ଜାତି, ଓଡ଼ିଆ ସଂସ୍କୃତି କଥା କହିଲେ, ଆମେ ଯେତେବେଳେ ଓଡ଼ିଆ ଭାଗବତ କଥା କହୁଛେ, ଆପଣ ଦେଖନ୍ତୁ ନବାକ୍ଷରରେ ସେ ଯୋଉ ଚମତ୍କାର ଭାବରେ ଭାଗବତ ରଚନା ହେଇଛି, ତାହା ଓଡ଼ିଆ ସଂସ୍କୃତିର ଏକ ବିଭବମୟ ଦିଗ। ଆମେ ଯେତେବେଳେ ଆମର ବାଣିଜ୍ୟିକ ଦିଗ କଥା କହୁଛେ, ଆପଣ ଯଦି ଇଣ୍ଡୋନେସିଆ ଯିବେ, ସେଇଠି ଆଜି ବି କୁଆଡେ କୁହାଯାଏ ଇଣ୍ଡିଆନ ମାନଙ୍କୁ ବା ଭାରତୀୟ ମାନଙ୍କୁ କ୍ଲିଙ୍ଗ। କ୍ଲିଙ୍ଗ ମାନେ କଳିଙ୍ଗକୁ ନେଇ ସେମାନେ କ୍ଲିଙ୍ଗ ଶବ୍ଦ ବ୍ୟବହାର କରିଛନ୍ତି ବୋଲି ଆମର ବିଶିଷ୍ଟ ଆମ୍ବାସଡର ଲଳିତ ମାନସିଂହ ପ୍ରକାଶ କରିଛନ୍ତି। ସେମିତି ସଞ୍ଜୀବ ପୋତାଙ୍କ ଭାଷାରେ, ଯିଏକି ଏ ସମ୍ପର୍କରେ ଅନେକ ଗବେଷଣା କରିଛନ୍ତି, ସେ କହିବା କଥା ଆଜି ବି ଅନେକ ଓଡ଼ିଆ ରହିଛନ୍ତି ଯେଉଁମାନେ ଓଡ଼ିଆ ଭାଷା, ଓଡ଼ିଆ ଭୂଖଣ୍ଡଠୁ ଦୂରରେ ରହିଛନ୍ତି, କିନ୍ତୁ ସେମାନେ ଯେଉଁ ପରମ୍ପରା ପାଳନ କରନ୍ତି, ତାକୁ ଆପଣ ଦେଖିଲେ ବୁଝିଯିବେ ଓଡ଼ିଆ ପରମ୍ପରା ଆଜି କେତେ ଦୂର ପ୍ରସାରିତ ହେଇଛି। ମୋ ନିଜ ଅନୁଭୂତି କଥା କହିବି, ଯେତେବେଳେ ଝାଡ଼ଖଣ୍ଡର କିଛି ଅଞ୍ଚଳକୁ ଆମେ ଯାଇଥିଲୁ, ସେଠି ଲୋକଙ୍କ ସାଙ୍ଗରେ ଭେଟିବା ପାଇଁ, ଓଡ଼ିଆ ଲୋକଙ୍କୁ ଭେଟିବା ପାଇଁ, ଆମେ ଆଶ୍ଚର୍ଯ୍ୟ ହେଲୁ ଯେ ଅତିଥିଙ୍କୁ ସ୍ୱାଗତ କରିବା ପାଇଁ ପ୍ରତି ଘର ଆଗରେ ଝୋଟି ବସିଥିଲା ଏବଂ ସେଇ ଝୋଟି ମାଣବସା ଗୁରୁବାରର ଝୋଟି ଭଳି ଚମତ୍କାର ଭାବରେ ସେଠି ସେମାନେ ପକେଇଥିଲେ। ତେଣୁ ଏଠି ଗୋଟିଏ କଥାକୁ ଆମେ ବୁଝିବା ଯେ ଆଜି ଆମ ଅଞ୍ଚଳରେ ଅନେକ ସଂସ୍କୃତିର ପ୍ରବେଶ ସହିତ ବେଳେବେଳେ ଆମ ନିଜସ୍ୱ ସଂସ୍କୃତି ଆମେ କମି ଯାଉଛି। ଆମେ ଦେଖୁଛୁ ଆମର ଭାଗବତ ଟୁଙ୍ଗି ସଂଖ୍ୟା କମି ଯାଉଛି, ଭାଗବତ ଆଲୋଚନା କମୁଛି, ବରିଷ୍ଠଙ୍କ ଭିତରେ ଭାଗବତ ଚର୍ଚ୍ଚା କମିଛି, କିନ୍ତୁ ବର୍ତ୍ତମାନ ସାହି ସାହିରେ ହନୁମାନ ଅନ୍ୟମାନେ ଚାଳିଶା ଯୋଉମାନେ କଥା ବଢୁଛି। ହଉଛନ୍ତି ଟିକେ ମ୍ୟୁଟ କରିକି କଥା ହୁଅନ୍ତୁ। ଓ ଭାଇ ଜଣେ ମ୍ୟୁଟ କରନ୍ତୁ, ସେ ଶୁଭୁନି କଥା। ପ୍ରଶାନ୍ତ ଭାଇ ନା କିଏ ଜଣେ, ଦୟାକରି ମ୍ୟୁଟ କରନ୍ତୁ। ତେଣୁ ଆମେ ଯଦି ଆମ ସଂସ୍କୃତି ଆଉ ପରମ୍ପରା କଥା କହିବା, ଆପଣ ଦେଖନ୍ତୁ ଆମର ପୁରୁଣା ପରମ୍ପରା ଭିତରେ ଆପଣ ଗହ୍ମା ପୂର୍ଣ୍ଣିମା ଦେଖିବେ, କେତେ ଚମତ୍କାର ପରମ୍ପରା, ଯେଉଁଠି କେବଳ ଗୋ ମାତାଙ୍କର ଯତ୍ନ କଥା ନାହିଁ, ବଳଦଙ୍କର ଯତ୍ନ କଥା ନାହିଁ, କୃଷି ପ୍ରାଧାନ୍ୟ ଏହା ଆମେ ପ୍ରମାଣିତ କରିଛୁ। ଏବଂ ସେଥିରେ ଆଉ ଏକ ଦିଗ ହେଉଛି ଯୋଉ ଗହ୍ମା ଡିଆଁ, ଯୋଉ କୁଦ କରି ତା ଉପରୁ ଡେଇଁବା, ତାହା ଏକ ବଳିଷ୍ଠତା ବା ନିଜର ଗୋଟେ ଆଡଭେଞ୍ଚରିୟସ୍ କୁହାଯାଇପାରେ, ତାହାର ଏକ ଚମତ୍କାର ନିଦର୍ଶନ। କିନ୍ତୁ ଆଜି ଆପଣ ଗହ୍ମା ଡିଆଁ କୋଉଠି ଦେଖୁଛନ୍ତି? ଗହ୍ମା ଡିଆଁ ପ୍ରାୟ ହଜିବାକୁ ବସିଲା।
ସାହି ସାହିରେ ଗମ୍ହା ଡିଆଁ ହେଉଥିଲା ଆମେ ପିଲାଦିନେ ଦେଖିଛୁ, କିନ୍ତୁ ଆଜି ଆପଣ ଗାଁରେ ଗୋଟିଏ ବି ଗମ୍ହା ଡିଆଁ ହେଉନି। ସହରରେ ତ ଆପଣ ସ୍ୱପ୍ନ ହେଇଗଲାଣି। କିନ୍ତୁ ଆମେ ଯେଉଁ ଓଡ଼ିଆ ପାଇକ ଜାତି ବୋଲି ଆମେ ଗର୍ବ କରୁଥିଲୁ, କଳିଙ୍ଗ ଯୁଦ୍ଧର ଯେଉଁ ଆଲୋଚନା ହୁଏ ତାକୁ ନେଇ ଅନେକ ଦ୍ୱନ୍ଦ୍ୱ ଚାଲିଛି। କିନ୍ତୁ ଓଡ଼ିଆ ଜାତି ଯେତେବେଳେ ଲଢ଼ିଥିଲେ ଦଶହରା ଅବସରରେ, ସେତେବେଳେ ପ୍ରତି ଘରୁ ସେନାନୀ ବାହାରିଥିଲେ। କିନ୍ତୁ ଆଜି ପ୍ରତି ଘରେ ସେଇ ପ୍ରକାର ରୋମାଞ୍ଚିତ ହେବା ଭଳି ପରମ୍ପରା ଗମ୍ହା ଡିଆଁ ଆଜି ଦେଖିବାକୁ ମିଳୁନି। ଆମ ପିଲାବେଳୁ ଆମେ ଯେଉଁ ଗମ୍ହା ଡିଆଁକୁ ପ୍ରାଧାନ୍ୟ ଦେଇଥିଲୁ, ଆମେ ସାହସିକ ବୋଲି ଦେଖେଇବାର ଗୋଟେ ପରମ୍ପରା ରହିଥିଲା, ସେ ପରମ୍ପରା ଆଜି ହଜି ଯାଉଛି। ତେଣୁ ସମୟ ତାଳରେ କିଛି ହଜିବ, କିଛି ନୂଆ ଆସିବ, ଏ ବିଚିତ୍ର ନୁହଁ। କିନ୍ତୁ ଓଡ଼ିଆ ଭାବରେ ଆମର ଦାୟିତ୍ୱ କ'ଣ? ଓଡ଼ିଆ ଭାବରେ ଆମର ଆଗାମୀ ପିଢ଼ି ବା ଆଜିର ପିଢ଼ିକୁ ସଚେତନ କରାଇବାର ଦାୟିତ୍ୱ ଆମର ରହିଛି। ଆଜି ଗତକାଲିର ଯେଉଁ ପରମ୍ପରା ହଜି ଯାଉଛି, ଆଜିର ପିଢ଼ି ଯାହା ବିଷୟରେ ଜାଣିବାର ସୁଯୋଗ ପାଉନାହାନ୍ତି, ତାକୁ ଜଣାଇବା ଆମ ଦାୟିତ୍ୱ। ହଜୁଛି ଯାହା, ତାହା ଆମର ଅବହେଳାରୁ ବା ଆମର ଅସଚେତନତାରୁ ତାହା ହଜି ହଜି ଯାଉଛି। ତେଣୁ ଆମେ ଦେଖିବା ଦରକାର ଯେ କେମିତି ଭାବରେ ଆମ ପୁରୁଣା ପିଢ଼ିର ବା ପୁରୁଣା ପରମ୍ପରାର ଯାହା ସମସ୍ତଙ୍କ ଦ୍ୱାରା ଗୃହୀତ ହେଇପାରେ, ଆଇନତଃ କୌଣସି ପ୍ରକାର ବାଦ ବିବାଦ ନ ରହିପାରେ, ସେସବୁ କେମିତି ଅଧିକ ବ୍ୟାପ୍ତ ହେବ। ଆପଣ ଦେବୀ ସାବିତ୍ରୀଙ୍କର ଯେଉଁ ଆଲୋଚନା ହେଇଛି, ତାହା ଭାରତରେ ବିଭିନ୍ନ ସ୍ଥାନରେ ଆଲୋଚିତ ହେଉଛି। କିନ୍ତୁ ସାବିତ୍ରୀ ପର୍ବର ଯେଉଁ ପରମ୍ପରା, ଭାଇ ଭଉଣୀର ସମ୍ପର୍କ, ମା ଘର ସାଙ୍ଗରେ ଝିଅର ସମ୍ପର୍କ, ତାହା ଆପଣ କୋଉଠି ଦେଖିବାକୁ ପାଇବେ? ତେଣୁ ଆମେ ଯଦି ଏମିତି ଦେଖିବାକୁ ବସିବା, ମୁଁ ଯଦି ଗଣି ବସିବି, ଶହ ଶହ ପରମ୍ପରା ରହିଛି, ଶହ ଶହ ସାଂସ୍କୃତିକ ବିଭବ ଆମର ରହିଛି। କିନ୍ତୁ ସେ ସାଂସ୍କୃତିକ ବିଭବ ସାଙ୍ଗରେ ସାମାଜିକ ସମ୍ପର୍କ ରହିଛି। ସାମାଜିକ ସମ୍ପର୍କ ସାଙ୍ଗରେ ଆମର ପରସ୍ପରକୁ ଡାକିବା, ପରସ୍ପର ସାଙ୍ଗରେ ମିଶିବା, ପରସ୍ପର ଏକାଠି ପାଳିବା, ଏ ଚମତ୍କାର ପରମ୍ପରା। ଆଜି ଆମେ ବୋଲବମ୍କୁ ଯେତେ ଗୁରୁତ୍ୱ ଦେବା ଆରମ୍ଭ କରିଛେ, ଆମ ଭାଗବତ ଚର୍ଚ୍ଚାଠୁ ଆମେ ଦୂରେଇ ଯାଇଛେ। ବୋଲବମ୍ କୌଣସି ଖରାପ ନୁହଁ। ବୋଲବମ୍ ହେଉଛି ଶୈବ ଶକ୍ତିକୁ ପ୍ରାଧାନ୍ୟ ଦେବା, ସମ୍ମାନ ଦେବାର ଏକ ଚମତ୍କାର ନିଦର୍ଶନ। କିନ୍ତୁ ସେହି ସମୟରେ ଆମର ପୁରୁଣା ପରମ୍ପରାଟି କାହିଁକି ହଜିଗଲା? ଯୋଉ ଭାଗବତ ନିଜେ ରଚନା କରିଥିଲେ, ମାର ଅନୁରୋଧରେ ପୁଅ ରଚନା କରିଥିଲେ, ଏବଂ ସେହି ଅନୁରୋଧକୁ ରକ୍ଷା କରି ରଚନା କଲା ପରେ ତାହା ଗାଁ ଗାଁକୁ ବ୍ୟାପି ଯାଇଥିଲା, ସାରା ଓଡ଼ିଶାବାସୀ ତାକୁ ଗ୍ରହଣ କରିଥିଲେ। ଆଜି ସେ ଭାଗବତ ଟୁଙ୍ଗି ହଜୁଛି କାହିଁକି? ଆଜି ଯେଉଁ ଆମେ କଥା ହେଉଛେ, ଗମ୍ହା ପୂର୍ଣ୍ଣିମା କେବଳ ନୁହଁ, ଆପଣ ବଳରାମ ଜୟନ୍ତୀ ପାଳନ ବେଳେ ଆମେ ଯେଉଁ ଚମତ୍କାର ସଂସ୍କୃତି କଥା କହୁଛେ, ଆମେ ଗୁରୁ ପୂର୍ଣ୍ଣିମା କଥା କହୁଛେ, ଆମେ ଗୁରୁ ଦିବସ କଥା କହୁଛେ। ଗୁରୁ ଦିବସ କେବଳ ଗୁରୁଙ୍କ ପାଇଁ ନୁହଁ, ଗୁରୁ ହେଉଛନ୍ତି ଓଡ଼ିଆ ଜାତିର ନୀତି ଅନୁସାରେ ପ୍ରତ୍ୟେକ ଆମର ଗୁରୁ, ଯାହାଠୁ ଆମେ କିଛି ଶିଖିଛେ। ଆମ ପାଇଁ ଅତିଥି ହେଉଛନ୍ତି ଦେବ ଭବ। ସମସ୍ତ ଅତିଥିଙ୍କୁ ଆମେ ଦେବତାର ଆସନ ଦେଇଛେ। ମହିଳାଙ୍କୁ ଆମେ ସମସ୍ତ ମହିଳାଙ୍କୁ ସମାଜରେ ଉଚ୍ଚ ଆସନ ଦେଇ ଆସିଛେ। କିନ୍ତୁ ଆଜି ଓଡ଼ିଶାରେ ହେଉଛି କ'ଣ? ଆଜି ମହିଳାଙ୍କ ପ୍ରତି ସେ ସମ୍ମାନ ଥିବାର ଆପଣ ଲକ୍ଷ୍ୟ କରୁଛନ୍ତି କି? ଆପଣ ଯଦି କ୍ରିମିନାଲ ବ୍ୟୁରୋ ଅଫ୍ ଇଣ୍ଡିଆର ରେକର୍ଡ ଦେଖିବେ, ଓଡ଼ିଶାରେ ମଧ୍ୟ ଅନେକ ଅପରାଧ ଘଟି ଚାଲିଛି। ପର୍ବ କୃଷ୍ଣଙ୍କୁ ଆମେ ପୂଜା କରୁଛେ, ସେଠି ଆଜି ଶିଶୁମାନେ ଅବହେଳିତର ସୂଚନା ମିଳୁଛି। ଆପଣ ଯଦି ଦେଖିବେ ଆମର ପୁରୁଷ ମହିଳାଙ୍କ ଭିତରେ ସମ୍ପର୍କ, ବା ଆମେ ଯେମିତି କହୁଥିଲି ପଶ୍ଚିମ ଓଡ଼ିଶାର ଭାଇ ଜିଉଁତିଆ ପୁଅ ଜିଉଁତିଆ, କେଡ଼େ ଚମତ୍କାର ପର୍ବଟେ। ଆପଣ ଦେଖିବେ 80 ବର୍ଷର ମା ଯଦି ସକ୍ଷମ ଅଛି ଚାଲବୁଲ କରିବା ପାଇଁ, ସେ ସେଦିନ ଉପବାସ ରହୁଛି ଏବଂ ନିଜ ପୁଅ ପାଇଁ ବ୍ରତ ପାଳୁଛି। ଏତେ ସୁନ୍ଦର ପରମ୍ପରା। ସେଇ ଅବସରରେ ମାର ପୁଅ ପାଇଁ ବ୍ରତ ରଖିବା ଏବଂ ଭାଇ ଭଉଣୀ ଭିତରେ ସମ୍ପର୍କ ଏବଂ ପୁଅ ଜିଉଁତିଆ ସାଙ୍ଗକୁ ଭାଇ ଜିଉଁତିଆ, ଏଭଳି ପରମ୍ପରା ଆପଣ କୋଉଠି ଦେଖିବେ? କିନ୍ତୁ ସେଇ ଯୋଉ ଏତେ ଚମତ୍କାର ପରମ୍ପରା, ତାହା କିଛି ନିର୍ଦ୍ଦିଷ୍ଟ ସୀମା ଭିତରେ କାହିଁକି ସୀମାବଦ୍ଧ ହେଇଗଲା? କାହିଁକି ଆମେ ପଶ୍ଚିମ ଓଡ଼ିଶାରୁ ତାକୁ ପୂର୍ବ ଓଡ଼ିଶାକୁ ଆଣିପାରିଲେନି? କାହିଁକି ତାକୁ ଆମେ ଅଧିକ ବ୍ୟାପକ କରିପାରିଲେନି? କାହିଁକି ନା ସେ ଯାହା କୁନା ତ୍ରିପାଠୀ ଓଡ଼ିଆ ଭାଷାକୁ ନେଇ ଗୋଟେ କରିଛନ୍ତି, ଆମେ ଅନେକ ସମୟରେ ଅନ୍ୟ ସ୍ଥାନର ଭାଷାକୁ ଗ୍ରହଣ କରିପାରୁନୁ। ଅନ୍ୟ ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ ଭାଗ କରି ଆମେ ପରସ୍ପରକୁ ହିଁ ଆକ୍ଷେପ କରୁଛୁ, କଟାକ୍ଷ କରୁଛୁ। ତାହା ଅତି ଦୁଃଖଦାୟକ। ଓଡ଼ିଆ ସଂସ୍କୃତିରେ, ଓଡ଼ିଆ ଭାଷାରେ, ଓଡ଼ିଆ ବିଭବରେ ଆମେ ନିଶ୍ଚିତ ଭାବେ ସେଇ ଦିଗକୁ ଦେଖିବାର ଆବଶ୍ୟକତା ରହିଛି। ଅନ୍ୟ ଏକ ଦିଗରୁ ଯଦି ଆମେ ଦେଖିବା, ଆଜି ଯେଉଁମାନେ ଓଡ଼ିଶା ବାହାରେ ରହିଛନ୍ତି, ଆପଣ କେବେ ଓଡ଼ିଆ ପର୍ବ ବେଳେ ଆପଣ ସେ ବାହାରକୁ ଯାଆନ୍ତୁ, ଦେଖିବେ ସେମାନଙ୍କ ଘରେ ଚମତ୍କାର ଢଙ୍ଗରେ ପର୍ବ ପାଳନ ହେଉଛି। ସେଠି ମଣ୍ଡା ପିଠା ତିଆରି ହେଉଛି, ଚକୁଳି ତିଆରି ହେଉଛି,
ସେଇ ଚାଉଳ କ୍ଷୀରି ତିଆରି ହେଉଛି ଏବଂ କାକରଠୁ ଆରମ୍ଭ କରି ଯାବତୀୟ ଓଡ଼ିଆ ଖାଦ୍ୟ ତିଆରି ହେଉଛି। ଆପଣ ଝାଡ଼ଖଣ୍ଡ ରାଞ୍ଚି ଯାଆନ୍ତୁ, ଆପଣ ସିଂହଭୂମ ଯାଆନ୍ତୁ, ଆପଣ ଏ ପାଖରେ ଆମର ଆନ୍ଧ୍ର ସାଇଡକୁ ବି ଆପଣ ଯାଆନ୍ତୁ, ଆପଣ ଦେଖିବେ ଯେଉଁ ସବୁ ପଡ଼ୋଶୀ ଅଞ୍ଚଳ ରହିଛି ଯେଉଁଠି ଓଡ଼ିଆ ମାନେ ରହିଛନ୍ତି, ଆଜି ହୁଏତ ସେମାନଙ୍କୁ ଯଥେଷ୍ଟ ପ୍ରୋତ୍ସାହନ ଅଭାବରୁ, ସେମାନଙ୍କୁ ଯଥେଷ୍ଟ ଉତ୍ସାହ ଅଭାବରୁ ସେମାନେ ଧୀରେ ଧୀରେ ଓଡ଼ିଆ କହିବା କମି ଯାଉଛି। ସେଠାରୁ ଓଡ଼ିଆ ସ୍କୁଲ ଗୁଡ଼ାକରେ ଠିକ୍ ସମୟରେ ବହି ପହଞ୍ଚି ନ ପାରିବାର ଅଭିଯୋଗ ହେଉଛି। ଓଡ଼ିଆ ଶିକ୍ଷକ ନିଯୁକ୍ତିକୁ ନେଇକି ପ୍ରଶ୍ନ ଉଠୁଛି, କିନ୍ତୁ ଉତ୍କଳ ସମ୍ମିଳନୀ ମଧ୍ୟ ଧୀରେ ଧୀରେ ସ୍ଥାଣୁ ହେବାକୁ ବସିଲାଣି। ତେଣୁ ଏପରି ସ୍ଥିତିରେ ଆମକୁ ସମସ୍ତଙ୍କୁ ଦାୟିତ୍ୱ ନେବା ଦରକାର ଯେ ଆମ ସଂସ୍କୃତି, ଆମ ପରମ୍ପରା ପାଇଁ ଆମେ କରିବା କ'ଣ। ଏ କ୍ଷେତ୍ରରେ ଯଦି ଆମେ ଚିନ୍ତା କରିବା, ଆମେ କେବଳ ଆଜି ଆପଣ ଦେଖନ୍ତୁ, ମୋର ମନେ ପଡୁଛି ଦକ୍ଷିଣ ଆଫ୍ରିକାରେ ଏକ ସୁନ୍ଦର ଆଦିବାସୀ ପରମ୍ପରା ରହିଛି। ସେଠି ଯାହାକୁ ବକ୍ତା ଭାବରେ ଡକାଯାଏ ତାଙ୍କୁ କୁଆଡେ କୁହାଯାଏ ଗୋଟିଏ ଗୋଡରେ ଛିଡା ହେଇ କହିବେ। ତାର ଅର୍ଥ ବେଶୀ ସମୟ ସିଏ ନେବେନି, ବରଂ ସେ କହିସାରିଲା ପରେ ଯୋଉ ଆଲୋଚନାର ପରିସରଟା ଅଧିକ ବଢିବା ଦରକାର, ଅଧିକ ଆଲୋଚନା କରିବା ଦରକାର। ଭବିଷ୍ୟତ ପାଇଁ ଯୋଜନା, ଗୋଟେ ଆଲୋଚନା ସରିଲା ପରେ ତା ପାଇଁ ଯୋଉ ଯୋଜନା କରିବା ଦରକାର, ତା ପାଇଁ ଯୋଉ ଆମେ ସମସ୍ତେ ତାକୁ ବସି ଯୋଜନାବଦ୍ଧ ଭାବରେ ଆଗକୁ ବଢିବାର ଦରକାର, ସେଇ ଦିଗରେ କାମ କରିବାର ସମୟ ଆସିଛି। ଆମେ ଆଲୋଚନା ହେଉଛି କମ ସମୟର, କିନ୍ତୁ ଯୋଜନା ହେଉଛି ବହୁତ ସମୟର, ଏବଂ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ ନେବା ସବୁଠୁ ବେଶୀ ସମୟ ଆବଶ୍ୟକ କରେ। ଆଜି ଯେତେବେଳେ ଆମେ ଓଡ଼ିଆ ସଂସ୍କୃତି ଆଉ ପରମ୍ପରା ଏକବିଂଶ ଶତାବ୍ଦୀ କଥା କହୁଛେ, ଏକବିଂଶ ଶତାବ୍ଦୀରେ ଆପଣ ଦେଖୁଛନ୍ତି କ'ଣ? ଆପଣ ଦେଖୁଛନ୍ତି ନୂଆଖିଆ ଭଳି ସୁନ୍ଦର ପରମ୍ପରା ଯାହା ପଶ୍ଚିମ ଓଡ଼ିଶାରେ ରହିଛି। ଯିଏ ଯେଉଁଠି ଥାଆନ୍ତି ନୂଆଖିଆ ବେଳେ ସେମାନେ ଘରକୁ ଆସନ୍ତି। ସେଇ ନୂଆଖିଆ ପରମ୍ପରା ଆପଣ କନ୍ଧମାଳରେ ବି ଦେଖିବେ। କନ୍ଧମାଳରେ ଆଦିବାସୀ ସଂସ୍କୃତିରେ ଯେକୌଣସି ପରିବାଟିଏ ହେଲେ ବା ଫଳଟିଏ ହେଲେ ତାକୁ ପ୍ରଥମେ ପୂଜା କରି ଖାଇବାର ପରମ୍ପରା ରହିଛି ଆମ ଆଦିବାସୀ ସଂସ୍କୃତିରେ। କିନ୍ତୁ ସେ ସଂସ୍କୃତି ବେଳେ ସମସ୍ତେ ଫେରିବା, ଏକାଠି ହେବା, ନୂଆ ବସ୍ତ୍ର ପରିଧାନ କରିବା, ଇଏ ଧୀରେ ଧୀରେ ଦେଖାଯାଉଛି କମି ଯାଉଛି। ସଂସ୍କୃତି ରହିଛି, ପରମ୍ପରା ରହିଛି, କିନ୍ତୁ ସେଥିରେ ପାର୍ଟିସିପେସନ ବା ସେଥିରେ ସମସ୍ତଙ୍କ ଭାଗିଦାରୀ ତାହା କମିବାର ଦେଖାଯାଉଛି। ଆମେ ସେପରି ସୁନ୍ଦର ପରମ୍ପରାକୁ ସମସ୍ତେ ଗ୍ରହଣ କରିବାକୁ ଆଜି ପ୍ରସ୍ତୁତ ହେଉନି। ତେଣୁ ଆମେ ଏଗୁଡାକୁ ଦେଖିବା ଦରକାର ଯେ ଏଇ ଯୋଉ ସୁନ୍ଦର ପରମ୍ପରା ଓଡ଼ିଶାର କୋଣେ ଅନୁକୋଣେ ତାକୁ କେମିତି ଆମେ ପୁଣି ଉତ୍ସାହିତ କରିପାରିବାନି। କିଛି ନହେଲେ ଚଳିତ ବର୍ଷ ଆମେ ଯୋଜନା କରିବା ଆମେ 10ଟି ଜାଗାରେ କରିବା, ତାକୁ ଆସନ୍ତା ବର୍ଷକୁ ଯୋଜନା କରିବା 20ଟି ଜାଗାରେ ବଢେଇବା। ଆମେ ପୁଅ ଝିଅଙ୍କ ପାଇଁ ଯୋଉ ମା ମାନଙ୍କର ସେଇ ଯୋଉ ଏତେ ସୁନ୍ଦର ପରମ୍ପରା ରଖିଛନ୍ତି, ବ୍ରତ ରଖୁଛନ୍ତି, ଭଉଣୀଟିଏ ଭାଇ ପାଇଁ ବ୍ରତ ରଖୁଛି, ସେଇ ପରମ୍ପରାକୁ ବଢେଇବା ପାଇଁ ଆମେ କ'ଣ ଚେଷ୍ଟା କରିପାରିବାନି? ଆମେ କ'ଣ ରଜ ପର୍ବକୁ ଏକ ଭିନ୍ନ ଢଙ୍ଗରେ ପାଳିବାନି? ଆପଣ ଆଶ୍ଚର୍ଯ୍ୟ ହେବେ, ଚଳିତ ବର୍ଷ ଯେତେବେଳେ ଆମେ ରଜ ପର୍ବ ପାଳନ କଲୁ ଫୁଲବାଣୀରେ, ଆପଣ କନ୍ଧମାଳର ଏଠୁ ପ୍ରାୟ 30-40 କିଲୋମିଟର ଦୂର ଗାଁ ଗଣ୍ଡାରୁ ମହିଳାମାନେ ଆସିଥିଲେ ଭାଗ ନେବା ପାଇଁ। ତାଙ୍କୁ ଯେତେବେଳେ ଆମେ ପଚାରିଲୁ ଯେ ଆପଣମାନେ ନିଜ ଗାଁରେ ପାଳୁନାହାନ୍ତି, ସେ କହିଲେ ନାଇଁ ଆଜ୍ଞା, ଗାଁରେ ଆଉ ପାଳନ ହେଉନି, ଗାଁରେ ଦୋଳି ମଧ୍ୟ କମିଗଲାଣି, ଆଉ ପର୍ବ ପାଳିବା ତ ଦୂରର କଥା, ପିଠାପଣା ତ ଆହୁରି ଦୂରର କଥା। ଅର୍ଥାତ୍ ଗାଁରୁ ସମସ୍ତେ ଲୁହା ଦୋଳିକୁ ସନ୍ଧାନ କରୁଛୁ ବା ଆମେ ଟେଣ୍ଟ ହାଉସକୁ କହି ଦୋଳି ବାନ୍ଧୁଛୁ। ଏହା ପ୍ରକୃତରେ ପ୍ରାକୃତିକ ପରିବେଶର ସୂଚନା ଦେଉନି। ଏହା ଏକ ପ୍ରାକୃତିକ ପରିବେଶକୁ ପ୍ରୋତ୍ସାହିତ କରିବାର ପରମ୍ପରା ଦଉନାହିଁ। ସେଇ ଆମ୍ବ ଡାଳରେ ବା ବର ଡାଳରେ ଝୁଲିବାର ଆନନ୍ଦ ଦଉନାହିଁ। ତେଣୁ ଆମେ ଦେଖିବା ଆମର ପରମ୍ପରାରେ ଯାହା ରହି ଆସିଛି ପ୍ରତିଟି ଅଞ୍ଚଳରେ ତାର ଏକ ତାଲିକା ବନେଇ ପାରିବା। ସେଇ ତାଲିକାକୁ ଆଧାର କରି ଆମେ କିଛି ପରମ୍ପରାକୁ ପୁଣି ଜୀବନ୍ତ କରିବା ପାଇଁ ବା ତାକୁ ପୁନଃ ଉଦ୍ଧାର କରିବା ପାଇଁ ଚେଷ୍ଟା କରିପାରିବା। ଆମେ ପୁଣି ଚେଷ୍ଟା କରିପାରିବା ଆମର ସାଂସ୍କୃତିକ ବିଭବ ଭିତରେ ଯାହା ରହିଯାଇଛି ବା ଯାହା ହଜି ଯାଉଛି ତାକୁ ଆଲୋଚନା ମାଧ୍ୟମରେ ବାଦ ବିବାଦରୁ ঊର୍ଦ୍ଧ୍ୱକୁ ନେଇ ତାକୁ କେମିତି ପାଳିପାରିବା, ଏବଂ ସେ ସମ୍ପର୍କରେ କେବଳ ଆଲୋଚନା ଭିତରେ ସୀମିତ ରଖିବାନି। ବହି ଅନେକ ବାହାରିଲାଣି ଆମର ସଂସ୍କୃତି ଓ ପରମ୍ପରାକୁ ନେଇ, ତାଠୁ ଟିକେ ଆଗକୁ ଯାଇ ପଦକ୍ଷେପ ନେବାର ସମୟ ଆସିଛି। ଆପଣ ଯଦି ସେ ଦିଗରେ ପଦକ୍ଷେପ ନେଇପାରିବେ ଏବଂ ଆପଣ ଯଦି ତାକୁ ନେଇ ଆଧାର କରି ଆମର ଚେଷ୍ଟା କରିବା ଯେ ଆମେ କେମିତି ଭାବରେ ସମସ୍ତଙ୍କୁ ଏକାଠି କରିପାରିବା, ଏବଂ ଆଜି ଯେଉଁ ଆଲୋଚନା କରୁଛେ ସେଇ ଆଲୋଚନା ଅବସରରେ ଆପଣମାନଙ୍କର ସୁଚିନ୍ତିତ ମତାମତ ରଖି ଆମେ କେମିତି ଆଗକୁ ବଢ଼ିପାରିବା ସେ ବିଷୟରେ ଚେଷ୍ଟା କରିବା। ତାହେଲେ ଭାଷଣ ଲମ୍ବା ହେବନି, କିନ୍ତୁ କାର୍ଯ୍ୟଧାରାରେ ଆମେ କିଛି କରିପାରିବା। ମୋର ଅନୁଭୂତିର କଥା କହିବି, ମୁଁ ଯେତେଟି ନାଟକ ଲେଖିଛି
বা ଯେତୋଟି ନାଟକ ନିର୍ଦ୍ଦେଶନା ଦେଇଛି ମୁଁ ସବୁବେଳେ ଚେଷ୍ଟା କରିଛି ଓଡ଼ିଆ ପରମ୍ପରାର ଓଡ଼ିଆ ଘରର ଛବି ସେଥିରେ ଫୁଟେଇବା ପାଇଁ। ଆମେ ନିକଟ ଅତୀତରେ ଆମେ ଦେବଦାସୀ ସମ୍ପର୍କରେ ନାଟକ କରିଥିଲୁ, ଯଦିଓ ନାଟ୍ୟକାରଙ୍କର ସେଥିରେ ଟିକେ ଅଲଗା ରୂପରେ ତାର ମଞ୍ଚ ଥିଲା, କିନ୍ତୁ ସେଥିରେ ଆମେ ତାଙ୍କର ଅନୁମତି ନେଇ ଆମେ ତାକୁ ଓଡ଼ିଆ ପରମ୍ପରାର ଅନେକ ଝଲକ ଦେଖେଇଥିଲୁ। ଆମେ ତା ପୂର୍ବରୁ ସୂର୍ଯ୍ୟୋଦୟ ପୂର୍ବେ ନାଟକ କରିଥିଲୁ, ବା ତା ପୂର୍ବରୁ ଯେତେ ନାଟକ ମୁଁ ନିଜେ ଲେଖିଛି ବା ରଚନା କରିଛି ସବୁଥିରେ ମୁଁ ନିଛକ ଓଡ଼ିଆ ଢଗ ଢମାଳିକୁ ମଧ୍ୟ ପ୍ରୟୋଗ କରିବାକୁ ଚେଷ୍ଟା କରିଛି। ଏବଂ ଏଥିପାଇଁ ମୁଁ କହିବାକୁ ଚାହେଁ ଯେ ଆମ ସଂସ୍କୃତିରେ ଯାହା ରହିଛି, ଆମ ପରମ୍ପରାରେ ଯାହା ରହିଛି ତାହା ଆମ ରକ୍ତରେ ପ୍ରବାହିତ ହେଉଛି। ଯଦି ଆମେ ତାକୁ ପ୍ରୟୋଗ କରିବା, ତାକୁ ବ୍ୟବହାର କରିବା, ଦେଖିବା ଖୁବ୍ ଶୀଘ୍ର ସେ ପ୍ରସାରିତ ହେବ, ଆଦୃତ ହେବ ଏବଂ ସମସ୍ତଙ୍କ ପାଖରେ ପହଞ୍ଚି ପାରିବ। ତାହେଲେ ଓଡ଼ିଆ ସଂସ୍କୃତି, ଓଡ଼ିଆ ପରମ୍ପରାକୁ ବଞ୍ଚେଇବାର ଏକ ସ୍ୱପ୍ନ ସାର୍ଥକ ହେବ। ନଚେତ୍ ଏକବିଂଶ ଶତାବ୍ଦୀରେ ଆମେ ଦେଖିବା ଆମ ଭିତରକୁ ଯାହା ଆପଣ ସମସ୍ତେ ଜାଣନ୍ତି, ଅନେକ ପିଠାପଣା ଏମିତି ଆସିଯିବ ଯାହା ଓଡ଼ିଆ ସଂସ୍କୃତି ବା ପରମ୍ପରାର ପିଠାପଣା ଆଉ ନଥିବ। ଆମେ ଦେଖିବା ଏମିତି ଗୁଡ଼ାଏ ପର୍ବପର୍ବାଣି ଆସିଯିବ ଯାହା ନିଛକ ଓଡ଼ିଆ ପର୍ବାଣୀ ନୁହଁ, ବରଂ ଆମଦାନୀ ହେଇଥିବା ପର୍ବପର୍ବାଣୀ ଭାବରେ ତାହା ଅଧିକ ପ୍ରସାରିତ ହେବ। କାହିଁକି ନା ସେଗୁଡ଼ାକରେ ଅନେକ ଚାକଚକ୍ୟ ରହିଛି, କିନ୍ତୁ ଓଡ଼ିଆ ମାଟିର ଗନ୍ଧ ରହିନି, ଓଡ଼ିଆ ଭାଷାର ବାସ୍ନା ରହିନାହିଁ, ଓଡ଼ିଆ ଅଭିଭାବକ ବା ଆମର ପୂର୍ବ ପିଢ଼ିଙ୍କର ସେଥିରେ ମହକ ରହିନାହିଁ। ଆମେ ପୂର୍ବ ପିଢ଼ିରୁ ଯାହା ପାଇଛେ ଆମର ପୂର୍ବ ପିଢ଼ିଙ୍କଠୁ, ତାକୁ ଯଦି ବଞ୍ଚେଇ ରଖିଲେ ତାହା ହେବ ପୂର୍ବ ପିଢ଼ିଙ୍କ ପାଇଁ ମାନେ ପ୍ରକୃତ ଶ୍ରଦ୍ଧାଞ୍ଜଳି, ପ୍ରକୃତ ସମ୍ମାନ ଏବଂ ଆମ ମାଟି ପାଇଁ ସମ୍ମାନ, ଆମ ଭିଟାମାଟି ପାଇଁ ସମ୍ମାନ, ଆମର ପୂର୍ବ ପିଢ଼ି ପାଇଁ ସମ୍ମାନ ଏବଂ ଆମର ସେଇ ପୁରୁଣା ସମ୍ପର୍କକୁ ଆଜି ଏବଂ ଆସନ୍ତା କାଲିକୁ ଯୋଡ଼ିବାର ଗୋଟେ ସୁନ୍ଦର ମାଧ୍ୟମ ହେଇପାରିବ। ମୁଁ ସମସ୍ତଙ୍କୁ ପୁଣି ଥରେ ଧନ୍ୟବାଦ ଦେଉଛି। ମୁଁ ଯଦି ମୋର କହିବା ଭିତରେ, କାହିଁକିନା ମୁଁ ଆପଣମାନଙ୍କୁ ଜଣେଇ ରଖେ, ମୁଁ କୋର୍ଟରୁ ଆର୍ଗୁମେଣ୍ଟ ସାରି ସଙ୍ଗେ ସଙ୍ଗେ ଆଜି ଗୋଟେ ସେକ୍ସୁଆଲ ହାରାସମେଣ୍ଟ ଉପରେ ୱାର୍କସପ୍ ଥିଲା, ସେଇଟାକୁ ସାରିକି 5 ମିନିଟ୍ ଆଗରୁ ଏଠି ପହଞ୍ଚିଲି। ତେଣୁ ମୁଁ ହୁଏତ ଆଉ ଟିକେ ମାନସିକ ସ୍ତରରେ ବି ନିଜକୁ ପ୍ରସ୍ତୁତ କରିପାରିନି। ମୁଁ ଖୁସି ହେବି ଆପଣମାନେ ଆଗାମୀ ଦିନରେ ମୋତେ ଶୁଣିବାର ସୁଯୋଗ ଦେବେ। ମୁଁ କହିବା ପାଇଁ ଯେତିକି ଆଗ୍ରହୀ ନୁହଁ, ବିଭିନ୍ନ ପଦକ୍ଷେପ ନେବାରେ ମୁଁ ବେଶୀ ଆଗ୍ରହୀ। ତେଣୁ ଆପଣମାନେ ଉତ୍ସାହ ପ୍ରକାଶ କଲେ ଆମେ ନିଶ୍ଚିତ ଭାବେ ଆଗାମୀ ଦିନରେ ଏକବିଂଶ ଶତାବ୍ଦୀର ଓଡ଼ିଶାକୁ ଆମେ ଆମର ପୂର୍ବଜଙ୍କର ସ୍ୱପ୍ନର ଓଡ଼ିଶା ସାଙ୍ଗରେ ଯୋଡ଼ି ପାରିବା। ନଚେତ୍ ଓଡ଼ିଆ ସଂସ୍କୃତି ହଜିଯିବ। ଆପଣ ଦେଖନ୍ତୁ, ଆମେ କହିଲା ବେଳେ ଅନେକ ସମୟରେ ଅନେକ ଇଂରାଜୀ ଶବ୍ଦ ଏ ଭିତରକୁ ମାଡ଼ି ଆସୁଛି। କାହିଁକି ନା ଆମର ଓଡ଼ିଆ କହିବାର ଅଭ୍ୟାସ କମି କମି ଯାଉଛି। ଓଡ଼ିଆ ପର୍ବ କଲାବେଳେ ଆମେ ସେଥିରେ ମାଇକକୁ ଗୁରୁତ୍ୱ ଦେଲୁଣୁ, ଚକମକ ଆଲୁକୁ ଗୁରୁତ୍ୱ ଦେଲୁଣୁ, କିନ୍ତୁ ସାମଗ୍ରିକ ଭାବେ ସମସ୍ତଙ୍କୁ ସାହି ବାସିନ୍ଦା ଆଞ୍ଚଳିକ ଲୋକ ସମସ୍ତଙ୍କୁ ଏକାଠି କରି ମିଶେଇବାରେ ଆମେ ମଜା ନେଇ ପାରୁନୁ। ଆମେ ଦେଖୁଛୁ ଅମୁକ ଅନୁଷ୍ଠାନ ଗୋଟେ ରଜ ପର୍ବ ପାଳିଲା, ସମୁକ ଅନୁଷ୍ଠାନ ବି ପାଳିବ, ଆଉ 5ଟି ଅନୁଷ୍ଠାନ ପାଳିବେ, ଏକା ସମୟରେ ପାଳିବେ, ଲୋକଙ୍କୁ ଭାଗ କରିଦେବାର ଚେଷ୍ଟା ହଉଛି। ତା ଅପେକ୍ଷା ସମସ୍ତଙ୍କୁ ମିଶେଇ ପାଳିବାର ଯଦି ଆମେ ଚେଷ୍ଟା କରିପାରିବା, ସମସ୍ତଙ୍କୁ ଏକାଠି କରି ଯଦି ଆମେ ଗୋଟେ ପର୍ବରେ ସାମିଲ କରିପାରିବା, ସମସ୍ତଙ୍କୁ ଏକାଠି କରି ଯଦି ସୁନ୍ଦର ବାର୍ତ୍ତା ଦେଇପାରିବା, ତାହେଲେ ଓଡ଼ିଆ ସଂସ୍କୃତି ଅଧିକ ପ୍ରସାରିତ ହେବ, ଅଧିକ ବ୍ୟାପକ ହେବ ଏବଂ ଆମର ଏଇ ପର୍ବପର୍ବାଣି ତାର ମହକକୁ ବଜାୟ ରଖିପାରିବ। ନମସ୍କାର। ନମସ୍କାର ସାର୍ ଏବଂ ଧନ୍ୟବାଦ। ବର୍ତ୍ତମାନ ଆମର ଯେତିକି ସମୟ ଦିଆଯାଇଥିଲା ଆଉ 4 ମିନିଟ୍ ଆଗରୁ ସାର୍ ସମାପ୍ତ କରିଛନ୍ତି। ବର୍ତ୍ତମାନ ଯଦି ଏହି ପ୍ରସଙ୍ଗରେ କାହାର କିଛି ପ୍ରଶ୍ନ ଥାଏ କିମ୍ବା କିଛି ଆଲୋଚନା କରିବାକୁ ଚାହାନ୍ତି, ନିବେଦନ କରିବି ଟିକେ ଯେଉଁମାନେ ଏଠି ଆଲୋଚନା କରିବାକୁ ଚାହାନ୍ତି ବା କିଛି ପ୍ରଶ୍ନ ଯଦି କାହାର ଥାଏ ତାହେଲେ ଟିକେ ପଚାରନ୍ତୁ। ନମସ୍କାର ସାର୍, ମୋର ଗୋଟେ ପ୍ରଶ୍ନ ଅଛି ଯେ ଆମେ ଯୋଉ ସଂସ୍କୃତି ଆପଣ ଆଲୋଚନା କଲେ, ସଂସ୍କୃତି ଆଉ ପରମ୍ପରାକୁ ନେଇ ଆଲୋଚନା ଠିକ ହେଇଛି, ଭଲ ଲାଗୁଛି, କିନ୍ତୁ ମୋର ସେଠି ଗୋଟେ ମନକୁ ପ୍ରଶ୍ନ ଆସୁଛି, ସଂସ୍କୃତିକୁ ନେଇକିରି ପରମ୍ପରା ସମୃଦ୍ଧ ହବ ନା ପରମ୍ପରାକୁ ନେଇକିରି ସଂସ୍କୃତି ସମୃଦ୍ଧ ହବ? ଶୁଣିପାରିଲେ କି ସାର୍? ଶୁଣିପାରିଲେ କି ସାର୍? ହ୍ୟାଲୋ। ମୁଁ ଆପଣଙ୍କର ପ୍ରଶ୍ନ ବହୁତ ସୁନ୍ଦର ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ। ସମସ୍ତଙ୍କର ମତାମତ ଆସିଲେ ବି ମୁଁ ଖୁସି ହେବି। ତେବେ ଗୋଟିଏ କଥା ଆମେ କହିବା, ଆମର ଆଇନରେ ମଧ୍ୟ ଗୋଟେ ଶବ୍ଦ ବ୍ୟବହାର ଆମେ କରୁ, କଷ୍ଟମାରୀ ଲ, ମାନେ ଯାହା ପରମ୍ପରାଗତ ଭାବେ ଆମେ ପାଳୁଛେ। ସଂସ୍କୃତି ଏକ ପ୍ରବାହମାନ ଦିଗ। ସଂସ୍କୃତିରେ ଅନେକ ଜିନିଷ ବେଳେବେଳେ ପଶି ଆସିବ, ବେଳେବେଳେ ତାହା ପରିବର୍ତ୍ତିତ ରୂପ ନେବ, କିନ୍ତୁ ପରମ୍ପରାରେ ଆମେ ସେଇ ପୁରୁଣା ନୀତିକୁ ଅନେକ ସମୟରେ ନେଇକି ହିଁ ଚାଲିବାକୁ ଚେଷ୍ଟା କରୁ। କିନ୍ତୁ ପରମ୍ପରା
को नहीं संस्कृति रो जो विकास हुए परंपरा को नहीं आमर जो परिचय व्याप्त हुए सीटा होची गुरुत्वपूर्ण। आपण देखंतु परंपरा जदि बलिष्ठ अछि ताहले संस्कृति मध्य बलिष्ठ हेबो किंतु जदि आमे परंपरा को गुरुत्व देबा को जाई आमे सांस्कृतिक विभव दिग को देखिबा नहीं आमे वर्तमान रा समाज ताको केमिति ग्रहण करिवो मनकर आज आपण एआई जुग रे पहुंची चंती एआई जुग रे आमे पिला को कहबा ना तमे आदो से मोबाइल ठु दूर रे रुह तमे केवल पाठ बही पढ़ एवं पुराना नीति अनुसार चलो ताहले ताहा ग्रहणीय हबो नाही। तेणु आमे वर्तमान को देखिबा को पड़िबो नुआ नुआ जहा आसुची सांस्कृतिक विभव ताकू बुझीबा को पड़िबो ता भितर कोउटा आम परंपरा को जोड़िले समृद्ध करबा आम संस्कृति को ताकू विचार को नेबा को पड़िबो। आमे जदि केवल गोटे रूढ़िवादी परंपरा भितर चलिबा को चेष्टा करिबा ताहले ताहा केबे हेले उन्नत संस्कृति को प्रोत्साहन दबो नाही। एटा मोर व्यक्तिगत मत आपण माने भी निज मत रखि पारंती। ମୁଁ ତ ସାର୍ ସେଇ କଥା ହିଁ କହୁଛି ଆପଣ ଯାହା